ସୁକିନ୍ଦା ଗୋଶାଳା ପରିସରରେ ନୂତନ ଗୋଶାଳା ଗୃହ ଶୁଭଭିତ୍ତି ପ୍ରସ୍ତର ସ୍ଥାପନ। ଦୀର୍ଘ 2 ବର୍ଷ ପୂର୍ବେ ସୁକିନ୍ଦା ଗଡ଼ସ୍ଥିତ କେନ୍ଦୁଢିପି ଗ୍ରାମରେ ଗଢ଼ି ଉଠିଥିବା ଗୋଶାଳା ପରିସରରେ ଆଜି ନୂତନ ଗୋଶାଳା ଗୃହ ଶୁଭଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ 2 ବର୍ଷ ପୂର୍ବେ ସୁକିନ୍ଦା ତହସିଲଦାରଙ୍କଠାରୁ ଅନୁମତି ପତ୍ର ପାଇବା ପରେ କେନ୍ଦୁଢିପି ଗ୍ରାମ ପାଖ ସରକାରୀ ସ୍ଥାନରେ ନିର୍ମାଣ ହୋଇ ଗଢ଼ି ଉଠିଥିଲା ଗୋଶାଳା। ଏହି ଗୋଶାଳାରେ ଯେଉଁ ଗୋମାତା ମାନଙ୍କର ଦୁର୍ଘଟଣାରେ ଆହତ ହୁଅନ୍ତି ସେମାନଙ୍କୁ ଏହି ଗୋଶାଳାର ସଦସ୍ୟମାନେ ଆଣି ଖାଇବା ପିଇବା ବ୍ୟବସ୍ଥା କରିବା ସହିତ ଚିକିତ୍ସା କରାଇ ଯତ୍ନ ମଧ୍ୟ ନେଉଥିବା ଦେଖିବାକୁ ମିଳିଛି। ଏହି ଗୋଶାଳା ପରିସରରେ ଅସ୍ଥାୟୀ ଭାବେ ବାଉଁଶ ପୋତି ପାଲ ଟାଙ୍ଗି ଗୋମାତା ମାନଙ୍କୁ ରଖି ତାଙ୍କର ସେବା କରନ୍ତି। ଅସ୍ଥାୟୀ ଗୋଶାଳାରେ ଗୋମାତା ମାନଙ୍କୁ ରଖି ସେବା ଯୋଗାଇବାରେ ଗୋଶାଳା ସଦସ୍ୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଗୋମାତାଙ୍କ ପାଇଁ ଗୋଶାଳା ପଡ଼ିଆ ପରିସରରେ ଏକ ନୂତନ ଗୋଶାଳା ଗୃହ ଶୁଭଭିତ୍ତି ପ୍ରସ୍ତର ସ୍ଥାପନ କରାଇଥିବା ଦେଖିବାକୁ ମିଳିଛି। ନୂତନ ଗୋଶାଳା ଗୃହ ସ୍ଥାପନା କାର୍ଯ୍ୟକ୍ରମରେ ପୂଜକ ଭାବେ ମଦନ କୁମାର ବିନ୍ଧାଣୀ, ଯାଜପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଯାଜପୁର ଜିଲ୍ଲା ବଜରଙ୍ଗଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଯାଜପୁର ଜିଲ୍ଲା ବଜରଙ୍ଗଦଳ ସହ ସଂଯୋଜକ ଶାରଦା ପ୍ରସାଦ ବଳ, ବଜରଙ୍ଗଦଳ ବ୍ୟାସନଗର ସଂଯୋଜକ ଶାନ୍ତନୁ କୁମାର ସାହୁ, ସୁକିନ୍ଦା ଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱାଧୀନ ଦାସ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ନିମନ୍ତ୍ରିତ ସଦସ୍ୟ ସନ୍ତୋଷ ମୁଦୁଲି, ଯୁବ ସଂଗଠକ ମାନସ ବାରିକ, ସୁକିନ୍ଦା ଗୋଶାଳାର ସଭାପତି ମକରନ୍ଦ ଦେହୁରୀ, କୋଷାଧ୍ୟକ୍ଷ ପ୍ରଶାନ୍ତ ପ୍ରଧାନ, ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗଦଳର ସଂଯୋଜକ ରବୀନ୍ଦ୍ର କୁମାର ଭଞ୍ଜ, ସହ ସଂଯୋଜକ ପ୍ରଶାନ୍ତ କୁମାର ରଣା, ଗୋରକ୍ଷା ପ୍ରମୁଖ ଜିତେନ୍ଦ୍ର କୁମାର ଦାସ, ବିଷ୍ଣୁ ସେଠୀ, ଦୀପକ ନାୟକ, ଶ୍ରୀରାମ ମୁଣ୍ଡା, ଅଜୟ ଗୈପାଇ, ଟୁନା ମୁଣ୍ଡା, ରାଜୁ ମହାନ୍ତ, ରିଙ୍କୁ ମହାପାତ୍ର, ରବୀନ୍ଦ୍ର ମହାନ୍ତ, ପଞ୍ଚୁ ମିଶ୍ର, ବିଟୁ ସେଠୀ, ସୁଶାନ୍ତ ପାତ୍ର ପ୍ରମୁଖ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।